ଆପଣ କଣ ଜାଣିଛନ୍ତି ବର୍ତ୍ତମାନ ଆପଣ ଘର ବାହାରେ ଯେଉଁ ପବନ ବହୁଛି ତାହା କେବଳ ଗରମ ନୁହେଁ ବରଂ ଏକ ସାଇଲେଣ୍ଟ କିଲର ବା ଅଦୃଶ୍ୟ ମୃତ୍ୟୁ ଦୂତ। ଆଜି ଓଡ଼ିଶାରେ ଅନେକ ସହରରେ ପାରଦ 43 ଡିଗ୍ରୀ 45 ଡିଗ୍ରୀ ମୁହାଁ ମଧ୍ୟ ହେଲାଣି। ରାସ୍ତାରେ ପିଚୁ ତଳରୁଛି ଆଉ ଆକାଶରୁ ନିଆଁ ବର୍ଷା ମଧ୍ୟ ହେଉଛି। ଏହା କେବଳ ଗରମ ନୁହେଁ, ଏହା ଏକ ଭୟଙ୍କର ହିଟ୍ ୱେଭ୍ ୱାର୍ଣ୍ଣିଂ। ଆଗାମୀ 20 ମିନିଟ୍ରେ ଆମେ ଆପଣଙ୍କୁ ଜଣାଇବୁ ଆପଣ ହିଟ୍ ୱେଭ୍ ରୁ କେମିତି ମୁକ୍ତି ପାଇବେ। ଆଜିକାଲି ଲୋକ ମଧ୍ୟ ସେନ୍ସଲେସ୍ ହେଇ ପଡି ଯାଉଛନ୍ତି। ଲୋକଙ୍କର ଜୀବନ ଚାଲି ଯାଉଛି ଏଇ ଖରାରୁ, ଏଇ ଗରମରୁ ମଧ୍ୟ। ତେବେ କିଛିଟା କଥା ଆପଣ ମାନେ ଜାଣନ୍ତୁ ଯାହା ଫଳରେ ଆପଣ ମଧ୍ୟ ସୁରକ୍ଷିତ ରହିବେ, ସତର୍କ ରହିବେ ମଧ୍ୟ। ଘରେ ରହିଲେ ମଧ୍ୟ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି ଏଇ ହିଟ୍ ୱେଭ୍ ଯୋଗୁଁ। ପାଣିପାଗ ବା ଆଇଏମଡି ପକ୍ଷରୁ ତାଜା ରିପୋର୍ଟ ଅନୁସାରେ ଆଗାମୀ ଏପ୍ରିଲ 22 ତାରିଖ ଯାଏଁ ସାରା ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯାହାଫଳରେ ଏବେ ସ୍କୁଲ ମଧ୍ୟ କିଛିଟା ଜାଗାରେ ବନ୍ଦ ହୋଇଛି, ଯେମିତି ଟିଟିଲାଗଡ଼, ଝାରସୁଗୁଡ଼ା, ବୌଦ୍ଧ ସହରରେ ମଧ୍ୟ ତାପମାତ୍ରା 43.7 ଡିଗ୍ରୀ ରେକର୍ଡ ହୋଇଛି। କେବଳ ଓଡ଼ିଶା ନୁହେଁ, ଅତ୍ୟଧିକ ଆର୍ଦ୍ରତା ଏବଂ ହ୍ୟୁମିଡିଟି ଯୋଗୁଁ ଲୋକେ ମଧ୍ୟ ସିଝୁଛନ୍ତି। ଏପଟେ ପିଚୁ ତରଳୁଛି, ସେପଟେ ଆକାଶରୁ ନିଆଁ ବର୍ଷା ମଧ୍ୟ ହେଉଛି। ତେଣୁ ସ୍କୁଲ ମଧ୍ୟ ଏବେ ଛୁଟି ହୋଇଛି। ରାତିରେ ମଧ୍ୟ ଲୋକ ହନ୍ତସନ୍ତ ହେଉଛନ୍ତି। ୱାର୍ମ ନାଇଟ୍ ବୋଲି ତାକୁ କୁହାଯାଏ। ରାତିର ତାପମାତ୍ରା ମଧ୍ୟ 30 ଡିଗ୍ରୀ ତଳକୁ ମଧ୍ୟ ଖସୁନାହିଁ। ଏହାର ଅର୍ଥ ଶରୀରକୁ ଥଣ୍ଡା ହେବା ପାଇଁ ମଧ୍ୟ ମିଳୁନାହିଁ। ତେଣୁ ସ୍କୁଲ ମଧ୍ୟ ଘୋଷଣା ହୋଇଗଲାଣି, ପ୍ରତିଟି ସ୍କୁଲ ମଧ୍ୟ ଏବେ ଛୁଟି ମଧ୍ୟ ହୋଇଛି। ତେବେ ସବୁଠୁ ବଡ କଥା ହେଲା ଆମକୁ ସାବଧାନ ମଧ୍ୟ ରହିବା ପାଇଁ ପଡିବ। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ କରିଦିଅନ୍ତୁ ଆଉ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଖନ୍ତୁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମେ ଦେଖିଲେ ହିଟ୍ ୱେଭ୍ ଆମ ଶରୀର ଉପରେ ଏକ କେମିତି ଆକ୍ରମଣ କରେ ଆପଣ ମାନେ ଜାଣନ୍ତୁ। ଯେତେବେଳେ ବାହାର ତାପମାତ୍ରା ଆମ ଶରୀରରେ ସ୍ୱାଭାବିକ ତାପମାତ୍ରା 37 ଡିଗ୍ରୀ ସେଲସିୟସରୁ ଅଧିକ ହୁଏ, ସେତେବେଳେ ଆମର ମଧ୍ୟ ସିଷ୍ଟମ ଫେଲ ହୁଏ, ମୁଣ୍ଡ ବୁଲାଏ, ହଠାତ୍ ଅଚେତ ହୋଇ ପଡିଯିବା, ରକ୍ତ ମଧ୍ୟ ଗାଢ ହୋଇଯାଏ, ଯାହା ଫଳରେ ହୃଦଘାତ ବା ହାର୍ଟ ଆଟାକ ଭଳି ବିପଦ ମଧ୍ୟ ସମସ୍ୟା ଦେଖାଯାଏ। ଆଉ ହିଟ୍ ଷ୍ଟ୍ରୋକ ଏହା ସବୁଠୁ ବିପଦଜନକ। ଯେତେବେଳେ ଶରୀରକୁ ଥଣ୍ଡା କରିପାରେ ନାହିଁ, ମସ୍ତିଷ୍କ ମଧ୍ୟ କାମ କରେନି, ସବୁକିଛି କାମ କରିବା ବନ୍ଦ ହୋଇଯାଏ, ଅର୍ଗାନ ମଧ୍ୟ ଫେଲୁଅର ହୋଇଯାଏ। ଅତ୍ୟଧିକ ତାତି ଯୋଗୁଁ କିଡନୀ ଲିଭର ଡ୍ୟାମେଜ ହେବାର ମଧ୍ୟ ଆଶଙ୍କା ଥାଏ, 70% ମଧ୍ୟ ବଢିଯାଏ, ମନେ ରଖନ୍ତୁ। ଆଉ ହିଟ୍ ଷ୍ଟ୍ରୋକ ଆସିବା ପୂର୍ବରୁ ପ୍ରବଳ ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ଲାଗିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଏ। ଏହାକୁ ଅଣଦେଖା କଲେ ମୃତ୍ୟୁର ନିମନ୍ତ୍ରଣ ଦେବା ସହିତ ମଧ୍ୟ ସମାନ। ଆପଣ ମାନେ ଭାବୁଥିବେ ଯେ କଣ କିଛି ହେବନି, ଜଷ୍ଟ ମୁଣ୍ଡ ବୁଲଉଛି, ସେଇଟା ମଧ୍ୟ କିଛି ଏମିତି ସିଚୁଏସନ ହୋଇଯାଏ। ଯାହା ଫଳରେ ଆପଣ ଥଣ୍ଡା ଜାଗାକୁ ଯିବା ଦରକାର, ପାଣି ପିଇବା ଦରକାର, ଟୋଟାଲ କୋଲ୍ଡ ଡ୍ରିଙ୍କସ ଠୁ ଆରମ୍ଭ କରି ସବୁ ଆଭଏଡ କରିବା ଦରକାର। ପଖାଳ, ତରଭୁଜ 92% ଯୋଉଟା କି ଜଳୀୟ ଅଂଶ ଥାଏ ସେସବୁ ଜିନିଷ ଖାଇବା ଦରକାର। କଳ୍ପନା କରନ୍ତୁ ସାଧାରଣ ଡେଲିଭରି ବୟ ବା ଶ୍ରମିକ କଥା, ଦିନ 2ଟା ବେଳେ ବି ବାହାରେ କାମ କରୁଛନ୍ତି, ତାଙ୍କୁ ଲାଗୁଛି ସୁସ୍ଥ ଅଛନ୍ତି, କେବଳ ଟିକେ ଶୋଷ ଲାଗୁଛି, ଭାବୁଛନ୍ତି ଗୋଟିଏ କାମ ସାରି ଦେଇ ପାଣି ପିଇବେ, ହଠାତ୍ ଆଖି ଆଗରେ ଅନ୍ଧାର ହୋଇଯାଉଛି, ତାଙ୍କ ଶରୀରରୁ ଝାଳ ବାହାରିବା ବନ୍ଦ ମଧ୍ୟ ହୋଇଯାଉଛି, ଯାହା ହେଉଛି ସବୁଠାରୁ ବଡ ବିପଦର ସଂକେତ। ଏମିତି ଘଟଣା ପ୍ରତିଦିନ ଚାରି ପାଖରେ ମଧ୍ୟ ଘଟୁଛି। ଲୋକେ ଭାବନ୍ତି କିଛି ହେବନି, ପ୍ରକୃତିର ପ୍ରକୋପ କାହାକୁ ଛାଡେ ନାହିଁ, ଆପଣ ମାନେ ମନେ ରଖନ୍ତୁ। ତେଣୁ ଆମେ ମଧ୍ୟ ସତର୍କ ରହିବା ଦରକାର। କାହା ପାଇଁ ଖରା ଅଧିକ ବିପଦଜନକ ସେଇଟା ମଧ୍ୟ ଜାଣିବା ଦରକାର। ଶିଶୁ ଏବଂ ବୃଦ୍ଧ ପାଇଁ କି ଅଧିକ ବିପଦଜନକ, ସେମାନଙ୍କ ଶରୀର ତାପମାତ୍ରା ଖାପ ଖୁଆଇ ନଥାଏ। ତେଣୁ ରାସ୍ତା କଡର ଶ୍ରମିକ ଯେଉଁମାନେ ସିଧାସଳଖ ସୂର୍ଯ୍ୟଗ୍ରହଣ ରୁହନ୍ତି, ସେମାନେ ମଧ୍ୟ କିଛିଟା ପରିମାଣ ଶିକାର ମଧ୍ୟ ହୁଅନ୍ତି। ଆମର ଭୁଲ ଯେ ଆମେ ଖରାରୁ ଆସି ସାଙ୍ଗେ ସାଙ୍ଗେ ଫ୍ରିଜ ପାଣି ପିଉ, ଫ୍ରିଜରେ ଏସିରେ ବସି ପଡୁ, ସେଇଟା ସବୁଠୁ ହିଟ୍ ଷ୍ଟ୍ରୋକ ବା ହଠାତ୍ ହାର୍ଟ ଆଟାକ ହେବାର ମୁଖ୍ୟ ଲକ୍ଷଣ। ମନେ ରଖନ୍ତୁ, କେବେ ବି ଖରାରୁ ଆସି ସିଧା ଗାଧେଇବେ ନାହିଁ, ଥଣ୍ଡା ପାଣି ପିଇବେ ନାହିଁ ବା ଏସିରେ ବସିବେ ନାହିଁ। କିଛି ସମୟ ଆପଣ ନର୍ମାଲ ଟେମ୍ପରେଚର ରହିବେ, ତାପରେ ଆପଣ ମାନେ ପାଣି ପିଇ ପାରିବେ, ଏସିରେ ବସି ପାରିବେ ବା ଆପଣ ମାନେ ଫ୍ରିଜ ପାଣି ପିଇ ପାରିବେ। କିନ୍ତୁ ଫ୍ରିଜ ପାଣିଠୁ ସବୁବେଳେ ଦୂରେଇ ରହିବା ନିହାତି ଦରକାର। ଆଉ ବଞ୍ଚିବାର ଉପାୟ ସରଳ, ଅତ୍ୟନ୍ତ ଜରୁରୀ। ଯେମିତିକି ଶୋଷ ଲାଗିଲେ ପାଣି ପିଅନ୍ତୁ, ପଇଡ଼ ପାଣି, ଚିନି ପାଣି, ଓଆରଏସ୍ ପାଣି ମଧ୍ୟ ବ୍ୟବହାର କରନ୍ତୁ, ଖାସ କରି ଖରା ଦିନେ। ଆଉ ଦିନ 11ଟାରୁ 4ଟା ଯାଏଁ ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ଆଜ୍ଞା। ଡାଏଟ ସବୁବେଳେ ହାଲୁକା ଖାଦ୍ୟ ଖାଆନ୍ତୁ। ଓଡ଼ିଶାର ପାରମ୍ପରିକ ତୋରାଣୀ ପଖାଳ ମଧ୍ୟ ଏହା ଅମୃତ ସହିତ ସମାନ, ଆପଣଙ୍କୁ ସବୁବେଳେ ମୁକ୍ତି ମଧ୍ୟ ଦେଇଥାଏ। ଆଉ ସୂତା କପଡା, ମୁଣ୍ଡରେ ଓଦା ଗାମୁଛା, ଟୋପି ବ୍ୟବହାର କରନ୍ତୁ। ଯଦି ଆପଣ ଏସି କାରରେ ଯାଉଛନ୍ତି ସେଇଟା ତ ଅଲଗା କଥା, ଯୋଉମାନେ ବାଇକ ଚଲେଇ ଯାଉଛନ୍ତି ହେଲମେଟ ନିଶ୍ଚିତ ପିନ୍ଧନ୍ତୁ, ପାଖରେ ପାଣି ବୋତଲ ରଖନ୍ତୁ ଆଉ ହ୍ୱାଇଟ କପଡା ମଧ୍ୟ ପିନ୍ଧନ୍ତୁ।
ତେବେ ଗରମ ବଢିବ କିନ୍ତୁ ସଚେତନତା ଦ୍ୱାରା ଆମ ନିଜ ଏବଂ ଆମ ନିଜ ପରିବାରକୁ ମଧ୍ୟ ବଞ୍ଚାଇ ପାରିବା। ଆପଣ ଗୋଟିଏ ସେୟାର ହୁଏତ କାହା ଜୀବନକୁ ମଧ୍ୟ ବଞ୍ଚାଇ ପାରିବ। ନିଶ୍ଚିନ୍ତ ଭିଡିଓ କମେଣ୍ଟ କରି ଜଣାଇବେ ଆପଣଙ୍କୁ ଭିଡିଓଟି କେମିତି ଲାଗିଲା। ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଜୟ ଜଗନ୍ନାଥ।